ମୁଁ ପ୍ରଭାତ କୁମାର। ସର୍ବପ୍ରଥମେ ସମସ୍ତଙ୍କୁ ମୋର ନମସ୍କାର ଜଣାଉଛି। ଆଜି ଏକ ସୁନ୍ଦର ଫୁଲର ଉପକାରିତା ବିଷୟରେ ମୁଁ ଆପଣଙ୍କୁ ଜଣାଇବି। ଏହି ଫୁଲଟିର ନାମ ହେଉଛି ବ୍ରହ୍ମକମଳ। ଏହା ଦୁଇ ପ୍ରକାରର। ଏହା ହିମାଳୟର ପାଦଦେଶରେ ମିଳିଥାଏ। ଏବେ କିନ୍ତୁ ପ୍ରାୟ ସବୁଆଡ଼େ ଦେଖିବାକୁ ମିଳୁଛି। ୟୁପି, ବିହାର, ଉତ୍ତରାଖଣ୍ଡ ଏହିସବୁ ଅଞ୍ଚଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହା ଶିବଙ୍କର ସବୁଠାରୁ ପ୍ରିୟ ଫୁଲ। ମୁନି ଋଷି ତପସ୍ୱୀମାନଙ୍କର କହିବା କଥା, ଏହି ଫୁଲକୁ ଯିଏ ରାତ୍ରିରେ ଶିବଙ୍କ ଉପରେ ଚଢ଼ାଇଥାଏ ତାର ମନସ୍କାମନା ପୂର୍ଣ୍ଣ ହେବା ସହିତ ଶରୀର ସୁସ୍ଥ ରହିଥାଏ। ଏହା ସବୁଦିନ ଫୁଟେ ନାହିଁ। ଆଷାଢ଼ ଶ୍ରାବଣ ମାସରେ ବହୁ ମାତ୍ରାରେ ଫୁଟିଥାଏ। ରାତ୍ରି 9ଟାରୁ 10ଟା ମଧ୍ୟରେ ଫୁଟି ପୁଣି 2-3ଟା ସମୟରେ ମଉଳିଯାଏ, ତାମାନେ ମରିଯାଏ। ସେହି ସମୟରେ ଫୁଲକୁ ଆଣି ଦେବସ୍ଥାନକୁ ନିଆଯାଏ। ଯେମିତି ପ୍ରତ୍ୟେକ ବର୍ଷ କେଦାରନାଥ, ବଦ୍ରିନାଥ ମନ୍ଦିରରେ ବ୍ରହ୍ମକମଳ ଫୁଲକୁ ଠାକୁରଙ୍କ ଉପରେ ଚଢ଼ାଇ ସନ୍ତୁଷ୍ଟ କରାଯାଇଥାଏ। ତା ଛଡ଼ା ଘରର ମୁଖ୍ୟ ଦ୍ୱାରରେ ରଖିଦେଲେ ଘରର ସବୁ ନକାରାତ୍ମକ ଶକ୍ତି ବିନାଶ ହୋଇଯାଏ। ତା ଛଡ଼ା ତାର ପତ୍ରକୁ ଶୁଖାଇ କ୍ୟାନ୍ସର ରୋଗୀକୁ ଔଷଧ ରୂପେ ବ୍ୟବହାର କରିବା ପାଇଁ ଦିଆଯାଏ। ଏହି ଫୁଲକୁ ପାଇବା ପାଇଁ ଦ୍ରୌପଦୀ ପାଗଳ ଭଳି ବ୍ୟାକୁଳ ହୋଇଥିଲେ। ଶେଷରେ ଭୀମ ବଦ୍ରିକାଶ୍ରମ ଯାଇ ରାତ୍ରି ଭିତରେ ଫୁଲ ଆଣି ଦ୍ରୌପଦୀଙ୍କୁ ଦେଇ ସନ୍ତୁଷ୍ଟ କରାଇଥିଲେ। ମନେ ରଖିବେ ଗୋଟିଏ କଥା, ଏହି ଫୁଲକୁ କିମ୍ବା ଗଛକୁ କେବେ ଚୋରି କରିବେ ନାହିଁ। ଉପହାର ସ୍ୱରୂପ ଯିଏ ଆପଣଙ୍କୁ ଦେବେ ତାକୁ ଖୁସି ମନରେ ଗ୍ରହଣ କରିବେ। ଏହି ଫୁଲକୁ ବିକ୍ରି କରାଯାଏ ନାହିଁ। ସ୍ୱଇଚ୍ଛାରେ ଫୁଲ ଦେବେ, ତାକୁ ଘର ସାମ୍ନା କିମ୍ବା ଭଗବାନଙ୍କ ପାଖରେ ଚଢ଼ାଇବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ମନକୁ ଛୁଇଁଥିବ, ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ ଏବଂ ଯେଉଁମାନେ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ।